ହେଇଗଲା କ୍ଲିଅର 2025 ଦରମାରେ ବଢ଼ିବ ଏତିକି ଟଙ୍କା। କର୍ମଚାରୀଙ୍କ ଖୁସି କହିଲେ ନ ସରେ। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖବର। କାରଣ ମହଙ୍ଗା ଭତ୍ତା ଉଭୟ କର୍ମଚାରୀଙ୍କ ପାଇଁ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ଏକ ଭତ୍ତା ଯାହା ମୁଦ୍ରାସ୍ଫୀତିର ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତି ଷଷ୍ଠ ମାସରେ ସଂଶୋଧିତ ହୁଏ। ଜାନୁଆରୀ 2024ରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ 4% ବୃଦ୍ଧି କରିଛନ୍ତି, ଯାହାପରେ ଏହା 50%କୁ ବୃଦ୍ଧି ପାଇଛି। ଡିଏରେ ଏହି ବୃଦ୍ଧି ପରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ଏବଂ ପେନସନରେ ଏକ ବଡ଼ ପରିବର୍ତ୍ତନ ହେବ। ଡିଏ ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ଏକ ବଡ଼ ପରିବର୍ତ୍ତନ ହେବ। ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କ ବେସିକ ଦରମା 45,700 ଟଙ୍କା, ତେବେ 46% ଡିଏ ଅନୁଯାୟୀ ତାଙ୍କ ପକେଟକୁ 2,122 ଟଙ୍କା ଆସିବ। ବର୍ତ୍ତମାନ ଡିଏ 50%କୁ ବୃଦ୍ଧି ପାଇ 22,850 ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ୱାରା ମୋଟ ଦରମା 1,828 ଟଙ୍କା ବୃଦ୍ଧି ପାଇବ। ଏହା ବ୍ୟତୀତ ଏଚ୍ଆର୍ଏ, ସିଇଏ ଏବଂ ଟିଏ ପରି ଅନ୍ୟାନ୍ୟ ଭତ୍ତା ମଧ୍ୟ 25% ବୃଦ୍ଧି ପାଇଥାଏ। ଉଦାହରଣ ସ୍ୱରୂପ, ସିଇଏ ଯଥା ଶିଶୁ ଶିକ୍ଷା ଭତ୍ତା ବର୍ତ୍ତମାନ ମାସକୁ 2,812.50 3,516.60 ଟଙ୍କାକୁ ବୃଦ୍ଧି ପାଇବ। ମହଙ୍ଗା ଭତ୍ତା ବୃଦ୍ଧି ହେତୁ ଅନ୍ୟ ଭତ୍ତା ଉପରେ ପ୍ରଭାବ ପଡ଼ୁଛି। ଏହି ଭତ୍ତା ବର୍ତ୍ତମାନ 25% ବୃଦ୍ଧି ପାଇବ। ବ୍ୟୁରୋ ରିପୋର୍ଟ, ଏଚ୍ଟିଭି ଓଡ଼ିଆ।